ଯୋଉଦିନ ତା ବାପାକୁ ଟିକେଟ ଦିଆଗଲା ନାହିଁ ସିଏ ଯୋଉ କାରଣ ପାଇଁ ଆପଣ କହିଲେ ପୁଅ କହିଥାନ୍ତା ମୋ ବାପା ଯିବା ଇଣ୍ଡିପେଣ୍ଡେଣ୍ଟ ଠିଆ ହେଇକି ଆସିବା ତାହେଲେ 19ରେ ଟିକେଟ ନେବି 24ରେ ଟିକେଟ ନେବି ତାପରେ ବିକ୍ରି ହେଇ କହିବି ମୁଁ ସାଧୁ ଖଜୁରୀ ଗଛରେ ମୂଳରେ କ୍ଷୀର ପିଇଲେ ମୁଁ ଏଇଥିପାଇଁ ପ୍ରଭାତ ବିଶ୍ୱାସ କହୁନଥିଲି କାରଣ ଦଳରେ ଥିଲେ ମୋ ପାଇଁ ଯଦି କାହାର ଭୋଟ ଖଣ୍ଡେ ମିଳୁଛି ମୋର କ୍ଷତି ହେଇକି ନବୀନ ପଟ୍ଟନାୟକ ସମ୍ମାନ ରହୁଛି ମୋର କ୍ଷତି ହେଇକି ମୋର ଯେତେ କ୍ଷତି ହବ କିଛି ଅସୁବିଧା ପାର୍ଟି ପାଇଁ ମୁଁ ସବୁ ସହି କାରଣ ମୁଁ ଦଳିତ ପରିବାରରୁ ଆସିଛି ସହିବା ଶିଖିଛି ସ୍ୱାଭିମାନ ଶିଖିଛି ସାକ୍ରିଫାଇସ୍ ଶିଖିଛି ତେଣୁକରି ମୁଁ ପାର୍ଟି ପାଇଁ ଚୁପ୍ ଥିଲି ଯାହା ପଚାରିଲୁ ଆଜି କହିଲି ଯେ ମୁଁ ଆଜି ପର୍ଯ୍ୟନ୍ତ ଚୁପ୍ ଥିଲି କାରଣ ପାର୍ଟି ପାଇଁ ମାନେ ସିଏ ଗୋଟେ ମୁଁ ତାଙ୍କ ଦୁଆର ଦେଖିନି ବାପ ମା ଛୁଆ 500 ଥର ମୋ ଦୁଆରକୁ ଆସୁଛନ୍ତି କଣ ନେଇଛନ୍ତି ବି କହିଲି ନା ଆମେ ଯାହାକୁ ଦଉ ଭୁଲି ଯାଉ ସେଟା କହୁନା ଛୋଟ କଥାଟା କୁହାଯାଏନି ନବୀନ ଆଉ ଯାହା ଦିଅନ୍ତି ଭୁଲି ଯାଆନ୍ତି ଆମେ କହୁନା ଆମ ବଂଶ ଆମେ ଯେତେ ଯା ଆମେ କହୁନା ଜତଉନା ଆମେ ଏହା କଲୁ ଆମେ ସେୟା କଲୁ ଆମେ କହୁନା ଆଉ ଯଦି ମୁଁ ଜାଣିଛି ଆପରେ ସେ ଗୋଟେ ରେସ୍ପଣ୍ଡ କରିବେ ଯଦି ରେସ୍ପଣ୍ଡ କରିବେ ତାପରେ ସିଏ ଯୋଉ ଡକ୍ୟୁମେଣ୍ଟ ଦେଖୁଛନ୍ତି ମୁଁ ଡକ୍ୟୁମେଣ୍ଟ ଦେଖିବି କଣ କଣ ସେ କରୁଛନ୍ତି ମୁଁ ବି ଦେଖିବି ମୁଁ ଜାଣିଛି ଆପରେ ରେସ୍ପଣ୍ଡ କରିବେ ପାଗଳ ଲୋକ ମୁଁ କହୁଛି ମୁଁ ବା ବିଜେପିକୁ ଚ୍ୟାଲେଞ୍ଜ କରୁଛି ମୁଁ କଣ ମୋ ଦଳକୁ ଚ୍ୟାଲେଞ୍ଜ କରିବି ସିଏ ଆଜି ଦଳରେ ନାହାନ୍ତି ବୋଲି ମୁଁ କହିଲି ଗୋଟେ ଦିଟା ନାଁ କହିଲି ଜଣେ ବଦ୍ରି ପାତ୍ର ଜଣେ ପ୍ରଭାତ ବିଶ୍ୱାଳ ମୋ ବିରୁଦ୍ଧରେ କହିଛନ୍ତି କଣ୍ଟିନ୍ୟୁଅସ୍ କହିଛନ୍ତି ବଦ୍ରି ପାତ୍ର ବି ତାଙ୍କର ମୁଁ ତାଙ୍କୁ ଅପତ୍ୟ ସ୍ନେହ ପୁଅ ଭଳିଆ ମତେ ସ୍ନେହ କରିଛନ୍ତି ଆଜି ବି କରିଛନ୍ତି କିନ୍ତୁ ତା ଅଭିମାନ ତାଙ୍କ ଦର ରହିବ କୋର୍ଟ ଏକ୍ସପେକ୍ଟେସନ ରହିବ କହିଛନ୍ତି କିନ୍ତୁ ଭୋଟ ଦେଲା ବେଳେ ତାଙ୍କ କେଉଁଝର ମୁଖ୍ୟମନ୍ତ୍ରୀ ସିଏ ବିକ୍ରି ହେଇନାହାନ୍ତି ସେ ବବିକୁ 50 ବିରୁଦ୍ଧରେ କହିଲେ ସ୍ୱାଗତ ତା ଦଳ ପାଇଁ କାମ କରୁଛି ସିଏ ନେତା ଆଉ ପ୍ରଭାତ ବିଶ୍ୱାଳ କଣ କଣ କୃତଜ୍ଞ ସେଟା କଥା ଦରକାର କୃତଜ୍ଞ 4ରେ ତାକୁ ପାର୍ଟି ଇଣ୍ଡିପେଣ୍ଡେଣ୍ଟ ଜିତେଇଲା 9ରେ ଜିତେଇଲା 14ରେ ଜିତେଇଲା 19ରେ ତା ପୁଅକୁ ଦେଲା 24ରେ ପୁଅକୁ ଦେଲା ସେତେବେଳେ ସ୍ୱାମୀ ମାନେ ବାପା ପାଇଁ ଦେଖାଲେ ମୋ ବାପାକୁ ଏତେ କରିଥିଲେ ମୁଁ ବାପା ପାଇଁ ବାହାରିଛି କିନ୍ତୁ ବାପା ପାଇଁ ବାହାରିଥାନ୍ତୁ 19 ମସିହା ଟିକେଟ ନେଇନଥାନ୍ତୁ ଇଣ୍ଡିପେଣ୍ଡେଣ୍ଟ ଜିତେଇଥାନ୍ତୁ ତା ଜାଣିତେ ତ ବାପା ସ୍ୱାଭିମାନ ପାଇଁ ନେଲା ବେଳକୁ ଏବେ ପାଣ୍ଡିଆନ ସେତେବେଳେ ଥିଲେ ବବି ବିରୋଧ କଲେ ପାଣ୍ଡିଆନକୁ ଟେକିଲେ କାଳେ ଭାବ ମିଳିବ ତ ପାଣ୍ଡିଆନ ସବୁବେଳେ ନେତା ପାଖରେ ରହିବନି ସେକେଣ୍ଡ କ୍ଷମତା ପାଖରେ କେମିତି ପାଦଟାକୁ ଚାଟି ଛୁଟିକି କାମ କରିବ କି ସେ ତ ଭାଷଣ ଦେବେ ତ ଗଳି ପଡିବ ଏତେ ବଢିଆ ଭାଷଣ ଦେବେ ଆଉ ଚଟୁକିରେ ବୁଲି ପଡିବେ ଏବେ ଭଲ ଦେବେ ନେକ୍ସଟ ମୋମେଣ୍ଟରେ ପୁରା ତା ସ୍ୱାର୍ଥ 24 ଘଣ୍ଟା ତାଙ୍କ ସ୍ୱାର୍ଥରେ ସେ ଖାଏ ଆଜି ପ୍ରୁଫ ହେଲା ଯଦି ସେ ଭୋଟ ଦେଇଥାନ୍ତେ ନବୀନ ପଟ୍ଟନାୟକକୁ ବବିକି ଫେର କହିଥାନ୍ତେ ତାହେଲେ ତା ଜଷ୍ଟିଫାଇ ଥିଲା ଆକ୍ସେପ୍ଟ କରିଥିଲା ବୁଝିଲି ସାଙ୍ଗେ ସାଙ୍ଗେ କହିଲେ ସୁଜାତା କାର୍ତ୍ତିକନ ତାପରେ କହିଲେ ବିରୋଧ ଶତ୍ରୁତ ବେলা ଶତ୍ରୁ ତୋର କଣ ଖାଇଲା ନବୀନ ପଟ୍ଟନାୟକ ଦଳ ସିଏ ତୋର କଣ କଲା ଶତ୍ରୁ ତୁ ଡାକନ୍ତୁ ତାକୁ ଡାକନ୍ତୁ ତାକୁ ମାନେ ପକେଇ ଜଣକୁ ପଇସା ଦେଇଛ ତାକୁ ଫେର କାଳେ ପଇସା ମାଗିବ ତାକୁ ମୁଁ କହିଲି ସେ କୁହନ୍ତୁ ତାପରେ ମୁଁ ଗୋଟେ ଭାବିଲି ସେ କୁହନ୍ତୁ ତାପରେ ଗୋଟେ ଭାବିଲି ଏମାନେ କେହି କହିପାରିବେନି କାରଣ ଶତ୍ରୁତା ଆମର ଭଦ୍ର ଲୋକ ଆମେ ପୁରା ଭଦ୍ର ପାର୍ଟି ପାଇଁ ତୁ ଯେତେବେଳେ ଯୁଦ୍ଧ କରିବୁ ଭାଇ ତୁ ବି ଖାତା ପତ୍ର ଧରୁଛୁ ମୋର ଖାତା ଦରକାର ଲୋକ ଜାଣିছে ବବିର ମେମୋରି ବହୁତ ସାର୍ ପୁରା ମୁଁ ଡେଟ୍ ୱାଇଜ ବି କହିବି ବାପା ବୁଝିଲ ବାପା ତମେ ଦେଖିଛ ନା କିଛି ଭଲ ସାଧୁ ଥାଏ ଆଉ କିଛି ଭଣ୍ଡ ସାଧୁ ଥାଏ ଭଲ ସାଧୁ ଯେ ଜମା କଥା କହିବେ ମାର କରିଥିବ ଯେ ରିଏଲ ସାଧୁ ସେ ଜମା କଥା କହିବେନି ତମେ ଆସିଲେ ଦୂରେଇବେ ଭାଇ ଯାହା ମୋର କିଛି ନାହିଁ ଯିଏ ଭଣ୍ଡ ସାଧୁ ଖାଲି ବକିବ ଆସ ସବୁ ଦେବି ସେ ଗୋଟେ ଖଇଆ ପିନ୍ଧନ୍ତି ତତେ କିଏ କହିଲା ଖଇଆ ପିନ୍ଧିବା ପାଇଁ ନାନୀ ବାବା ଆମର ତତେ କିଏ ନାନୀ ବାବୁ କହିଲା ତ ଭଣ୍ଡ ବାବା ସବୁବେଳେ ଅଧିକ ବକିବ କାହିଁକି ନା ତା ସ୍ୱାର୍ଥ ସାଧନ ପାଇଁ ଯିଏ ରିଏଲ ବାବା ନବୀନ ବାବୁ ସେ ବୋଧେ କଥା କହିବେ ତାର କାମରେ କରି ଦେବେ ମୁଁ ଟିକେ କହୁଛି ଜଣେ 24 ଘଣ୍ଟା ମିଡିଆରେ ବକର ବକର ହଉଛି ଜଣେ ଯେତିକି ଦରକାର ଏତିକି କହିବ ଏକ୍ସାମ୍ପଲ
ସେଇଥିପାଇଁ କହିନଥିଲି ପ୍ରଭାତ ମିଶ୍ର କହିନଥିଲି ଏଇଥିପାଇଁ ସେତେବେଳେ ମୋ ଦଳରେ ଥିଲେ ମୋର ଦେହ ହାତରୁ 5 ଖଣ୍ଡ ଖଟି କରିବି ମୋ ବିରୁଦ୍ଧରେ କରିବି ମୁଁ ଦଳରେ ଯିଏ ଥିବ ତା ଭିତରେ କହିବି ଆଜି ଯେହେତୁ ନାହାନ୍ତି ତାକୁ ମୁଣ୍ଡା କରିବା ମୋ ଦରକାର ଥିଲା ତା କ୍ୟାରେକ୍ଟର ଦେଖିଦେବେ ସବୁ ପାରିବାବୁକୁ ଏମିତି ଟେକିଲେ 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 ଯେ ଆଉ ଅବସ୍ଥା ନାହିଁ ତାପରେ ଯାଇକି ଆଉ ଡାକୁନାହାନ୍ତି ମୁଁ ତାଙ୍କୁ କହୁଥିଲି ପ୍ରତାପ ଜେନା ପ୍ରଭାତ ବିଶ୍ୱାଳ ଆଉ ଋଷି ସାମନ୍ତରାୟ ବସିଥିବେ ସେ କେମିତି ହଉଥିଲେ ତାଙ୍କ ପୁଅ ଟିକେଟ ପୁରା ଖୋଲା ମଞ୍ଚ ମୁଁ କହୁଛି ଖୋଲା ମଞ୍ଚ ସେ ତ କହୁଛନ୍ତି ଡିବେଟ ପାଇଁ ଗୋଟେ ମୋବାଇଲରେ ଦେଖିଲେ ଦେଖ 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 2012 ମସିହା ଗୋଟେ ଦେଖୁନ ମୋବାଇଲରେ ଟିଭିରେ ଏଇ ମିଡ୍ ନାଇଟ୍ ଅପରେସନ ବବି ଆରେ ମିଡ୍ ନାଇଟ୍ ଅପରେସନ ବବି ଥିଲା ବବି ଅର୍ଗାନିକ ସେକ୍ରେଟାରୀ ତୁ ସସ୍ପେଣ୍ଡ ରବିନ ବୋକାଡି ଅଛନ୍ତି କାହାକୁ ଦିନ ଲଣ୍ଠନ ଦେଖଉଛି କାହାକୁ ଦେଖୁନି ନବୀନ ବାବୁ ମହାନ ସିଏ ସବୁବେଳେ ଗୋଟେ କଟକ 14 ହେଲା ବିଜୁ ବାବୁଙ୍କର ଜାଗା ସେ ସ୍ୱାଭିମାନକୁ ଲୁଣ୍ଠନ କରିଛନ୍ତି କଟକ 14 ହଉଛି ସମସ୍ତେ ଜାଣିଛନ୍ତି ବିଜୁ ବାବୁ ତିଆରି କରିଛନ୍ତି ତାକୁ ରିପ୍ରେଜେଣ୍ଟ କରିଛନ୍ତି ବିଜୁ ଆପଣ ଦିନେ ଦେଖିକି ଏତେ ବକର 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 ଗୋଟେ କ୍ୱେଶ୍ଚନ ପଚାରୁଛି ମୁଁ ଜାଣିନି ଟ୍ୱିଟ୍ ମାରିଥିବେ କି କହିଥିବେ କି ତାଙ୍କ ବାପ ପୁଅ ଟିଭି ଖୋଲିଲେ ଅବିଚାର ଅବିଚାର କଥା କହୁଛନ୍ତି ଯୋଉ ବିଜୁ ବାବୁ ଯୋଉ କଟକ 14 ସେ ଜିତିଛନ୍ତି 5 ଥର ବିଧାୟକ ହେଇଛନ୍ତି ତାଙ୍କ ସିଏ ତାଙ୍କ ପୁଅ ବିଜୁ ବାବୁଙ୍କ ବିଷୟରେ ଯେତେବେଳେ କହିଲେ ଜଣେ ସାଂସଦ ତାଙ୍କ ନାଁ କଣ ସାଂସଦ ଜଣେ ବିଜୁ ବାବୁଙ୍କ ବିଷୟରେ କହିଲେ ତାଙ୍କ ନାଁ କଣ ଦିଲ୍ଲୀରେ କଣ କହିଲେ ନିଶିକାନ୍ତ ଦୁବେ କହିଲେ ବୈଜୟନ୍ତୀ ପଣ୍ଡା କହିଲେ ତାଙ୍କର କାରଣ କଟକ 14 ତାଙ୍କର ଫ୍ୟାକ୍ଟ୍ରି ଅଛି ବିଜୁ ମହାପାତ୍ର କହିଲେ ତାଙ୍କ ବିଜୁ ଆଦର୍ଶ କଥା ବିଜୁ ମହାପାତ୍ର କହିଲେ ଦିଲ୍ଲୀପ ରାୟ କହିଲେ ଆପଣ ଏ ବାବୁଙ୍କୁ ଦେଖିଲେ ଭଣ୍ଡ ବାବୁଙ୍କୁ କହିବା ବିଜୁ ବାବୁ ବା କଟକ 14 ବିଧାୟକ ଓଟିଏମ ପାଇଁ ସେ ଜିତିଛନ୍ତି 24 ମସିହାରେ କେବଳ ନବୀନ ବାବୁଙ୍କ ପାଇଁ ପାଣ୍ଡିଆନ ପାଖରେ 20 ଥର ବସିଥିବେ ଆଜ୍ଞା ଏଇଟା କରନ୍ତୁ ମୁଁ ଜିତିବି କାରଣ ତାଙ୍କୁ ଦେଖିବ ସବୁଠୁ ଖରାପ କରିଥିଲେ ସେ ଜିତିଲେ କାହିଁ ନାହିଁ ଯେହେତୁ ବିଜୁ ବାବୁଙ୍କର ଯିଏ ଆମର ସବୁଠୁ ତାଙ୍କ ବିଷୟ କହୁନ ଆଉ ବାକି ସବୁ ବିଷୟ କହିବି ମୁଁ ସ୍ୱତନ୍ତ୍ର ମୁଁ ଖଦିରି ଗଛ ମୂଳରେ କ୍ଷୀର ପାଣି ପିଇକି ବିଜୁ ବିଷୟରେ କଥା ଦେଖିଛ ଟ୍ୱିଟ୍ କରିଛନ୍ତି ଗୋଟେ ବାର୍ତ୍ତା ଦେଇଛନ୍ତି ମୁଁ ଟ୍ୱିଟ୍ କରିଛି ସମସ୍ତେ କରିଛନ୍ତି ଯିଏ ଓଡିଆ ସ୍ୱାଭିମାନୀ ବିଜୁ ବାବୁଙ୍କର ଯାହା ଯିଏ ସେ ଲେଖିବ କହିବ କିନ୍ତୁ ପ୍ରଭାତ ବିଶ୍ୱାଳ କହିପାରିଲେ ଭଣ୍ଡ ବାବା ସ୍ୱାର୍ଥ ବାବା କେବଳ ସ୍ୱାଭିମାନ ନୁହେଁ ସ୍ୱାର୍ଥପର ତାଙ୍କର କ୍ଷମତା ଭାଇ ଏନି ମିନ୍ସ ଦରକାର କ୍ଷମତା ପାଗଳ ଲୋକ ସେ କ୍ଷମତା ପାଗଳ ପାଇଁ ସବୁ ଉଚ୍ଚ କରିବ ବିଜେପି ଯେମିତି କ୍ଷମତା ପାଇଁ ଯାହା ଯାହା କରିଦେବେ ତାପରେ ଗୋଟେ ଜୁମଲା ପ୍ରଭାତ ବିଶ୍ୱାଳ ସେ ତାଙ୍କୁ ଠିକ ସେ ଠିକ ପାଟି ଯାଉଛନ୍ତି ସେ ଯୋଉ ଯାଇଛନ୍ତି କାମ ଯାହାକୁ ଭୋଟ ଦେଇଛନ୍ତି ସେ ଠିକ କରୁଛନ୍ତି ସେଇଥିପାଇଁ ବହୁତ ବହୁତ ଧନ୍ୟବାଦ ଥ୍ୟାଙ୍କ ୟୁ ଚାଲ